ଜୟ ଜଗନ୍ନାଥ ସାଙ୍ଗମାନେ ଦୋକାନ ମୁଁ ଲେଟ୍ରେ ଆସିଥିଲି କାହିଁକିନା ମୁଁ ଶୋଇ ବି ପଡ଼ିଥିଲା ଆଉ ମେଘ ବି ପକାଉଥିଲା ତ ଦୋକାନକୁ ଆସି ଦେଖିଲି କି ବାପା ଆଜି ଅଳ ମାଛ ଆଣିଛନ୍ତି କିନ୍ତୁ ଯେଉଁ ବି ମାଛ ଆଣିଛନ୍ତି ସବୁ ଚିକିଣିଆ ମାଛ ଯେମିତିକି ଜଳଙ୍କ ଚାଇନା ରୋହି ଚାନ୍ଦି ପରିକି ସବୁ ଚିକିଣିଆ ମାଛ ବାପା ନେଇକି ଆସିଥିଲେ। ତ ଏଠି ବାପା ସବୁ ମାଛ କାଟିଲା ବେଳେ ଆମର ବେପାରୀ ଭାବି ଆମ ପାଇଁ ମାଛ ନେଇକି ପଳେଇଥିଲେ ଆନ୍ଧ୍ରା ମାଛ। ତ ସବୁ ମାଛ ଆଣି ସାରିଲା ପରେ ଆମ ଦୋକାନ ଦେଶୀ ମାଛ ଦେଖି ତାଙ୍କୁ ଲୋଭ ଲାଗିଥିଲା। ତାପରେ ସେ 4-5 ପିସ୍ ମାଛକୁ ଆମ ଦୋକାନ ନେଇକି ତାଙ୍କ ଦୋକାନକୁ ନେଇକି ପଳେଇଥିଲେ। ତାଙ୍କୁ ନେଇ ସାରିଲା ପରେ ଛତା ତଳେ ଭାଇ ଠିଆ ହେଇଥିବ ତାଙ୍କୁ ଗୋଟେ ଚାନ୍ଦି ମାଛ ଦରକାର ଥିଲା। ତ ତାଙ୍କୁ ଚାନ୍ଦି ମାଛ ବାପା ସବୁ ଭଲସେ କାଟିବା ଲାଗିଲେ। ତ କାଟି ତାଙ୍କୁ ଦେଇ ସାରିଲା ପରେ ବାପା ଏଠି ମାଛ କାଟିଲା ବେଳେ ମୁଁ ବାପା କହିଥିଲି ବାପା ତ ମୁଡ଼ି ଏଥର ମୁଁ ମାଛ କାଟୁଛି। ତାପରେ ମୁଁ ଦୋକାନରେ ବସିଲା ଆମ ଗାଡ଼ିଆ ମାଲିକ ତାଙ୍କ ଗାଡ଼ିରେ ଗୋଟେ ବଡ଼ ମାଛ ନେଇକି ଆସିଲେ। ତ କେଉଁ ମାଛ କାଟି ଛାଡ଼ ସେ କମେଣ୍ଟରେ ନିଶ୍ଚୟ କହିବେ। ତାପରେ ସେ କାଟି ଛାଡ଼ି ସାରିଲା ପରେ ମୁଁ ଲାଗିଲି ସେ ମାଛମାନଙ୍କୁ କାଟିବାରେ। ତ ଏଠି କାଟିଲା ବେଳେ ବାପା ଗୋଟେ ଜଳଙ୍ଗ ମାଛକୁ ଓଜନ କରିକି ମୋତେ କହିଥିଲେ ସେ ମାଛ ସାଇଡ଼୍ କରି ରଖେ ଆଉ ଜଳଙ୍ଗ ମାଛକୁ କାଟେ। ତାପରେ ମୁଁ ବି ଲାଗିଲି ଜଳଙ୍ଗ ମାଛ କାଟିବାରେ। ତ ବାପା ମୋତେ କହିଥିଲେ ଜଳଙ୍ଗ ମାଛକୁ 4 ଭାଗ କରିବାକୁ। ତାପରେ ମୁଁ ବି ଲାଗିଲି ମାଛକୁ 4 ଭାଗ କରିବାରେ। 4 ଭାଗ କରିସାରିଲା ପରେ ମୁଁ 4ଟା କଷ୍ଟମରକୁ ଦେଇଥିଲି 1 2 3 4 ସବୁ କଷ୍ଟମରକୁ ଦେଇ ସାରିଲା ପରେ ତାପରେ ମୁଁ ଲାଗିଲି ଆମ ଗାଡ଼ିଆ ମାଲିକର ମାଛ କାଟିବାରେ। ତ ମୁଁ ତାଙ୍କ ମାଛ କାଟିଲା ବେଳକୁ ସେ ମୋତେ କହିଥିଲେ କି ବଡ଼ ଗୋଟେ ପିସ୍ କରିବାକୁ। ତାପରେ ମୁଁ ଗୋଟେ ମାଛର ପିସ୍ କାଟି ତାଙ୍କୁ ଦେଖେଇ ଦେଇଥିଲି। ସେ କହିଲେ ଠିକ୍ ଅଛି ଏଇଭଳିଆ ପିସ୍ କର। ତାପରେ ସବୁ ମାଛ କାଟି ସାରିଲା ପରେ ମୁଁ ଆମ ଗାଡ଼ିଆ ମାଲିକଙ୍କୁ ତାଙ୍କ ମାଛ ଦେଇ ଦେଇଥିଲି। ତାଙ୍କ ମାଛ ଦେଇ ସାରିଲା ପରେ ଗୋଟେ ସାର୍ ଆସିଥିଲେ ମାଛ ନେବାକୁ। ତାଙ୍କ ପାଇଁ ବାପା ଗୋଟେ ଭାକୁର ମାଛକୁ ଲୁଚେଇ ରଖିଥିଲେ। ତାପରେ ମୁଁ ସେ ଭାକୁର ମାଛ ଭଲସେ କାଟି ଛଡ଼େଇକି ମୁଁ ଲାଗିଲି ସେ ଭାକୁର ମାଛକୁ କାଟିବାରେ। ତ ସେ ମୋତେ କହିଲେ ପେଟି ପିସ୍ କରିବାକୁ। ତ ସେ ମାଛକୁ କାଟିକି ତାଙ୍କୁ ଦେବାକୁ ଲାଗିଗଲି। ତାଙ୍କ ମାଛ ତାଙ୍କୁ ଦେଇ ସାରିଲା ପରେ ତାପରେ ମେଘର ଗୋଟେ ଜେଜେ ପଳେଇ ଆସିଥିଲେ ମାଛ ନେବାକୁ। ତାଙ୍କ 2 ପିସ୍ ରୋହି ମାଛ ଦରକାର ଥିଲା। ତାପରେ ମୁଁ ବି ତାଙ୍କର 2 ପିସ୍ ରୋହି ମାଛ ଭଲସେ କାଟି ଛଡ଼େଇକି ମୁଁ ଲାଗିଲି ତାଙ୍କ ମାଛ କାଟିବାରେ। ତ ଭଲସେ ତାଙ୍କ ମାଛକୁ କାଟିକି ମୁଁ ସେ ଜେଜେଙ୍କୁ ଦେଇ ଦେଇଥିଲି। ତାଙ୍କୁ ମାଛ ଦେଇ ସାରିଲା ପରେ ଆମ ଦୋକାନରେ ସବୁ ପ୍ରାୟ ମାଛ ସରିଥିଲା। ଆଉ ଯେତିକି ମାଛ ବି ଅଛି ସବୁ ହୋଟେଲ ପାଇଁ କଟା ହେଉଛି। ତ ସବୁ ମାଛକୁ ବାପା ହୋଟେଲ ପାଇଁ କାଟି ସାରିଲା ପରେ ଆମ ଦୋକାନକୁ ସବୁ ସଫାସୁଫି କରିକି ଘରକୁ ପଳେଇ ଆଇଲୁ। ରହୁଛି ଜୟ ଜଗନ୍ନାଥ।